ଏହା ଅତ୍ୟନ୍ତ ସ୍ୱାଭାବିକ ଥିଲା। ଭାରତ ପୃଥିବୀର ଗୋଟିଏ ବଡ଼ ଶକ୍ତି। ଏହାର ଏହାର ଅଞ୍ଚଳରେ ପଶି ପାକିସ୍ତାନ କାଶ୍ମୀରରେ ପଶି ପହଲଗାମ ଠାରେ ଯେଉଁ ଅତର୍କିତ ଭାବରେ 26 ଜଣ ପର୍ଯ୍ୟଟକଙ୍କୁ ସେମାନଙ୍କର ଧର୍ମର ନାମ ପଚାରି ତାଙ୍କୁ ଯେଉଁ ହତ୍ୟା କରାଗଲା, ସେଥିରେ ପାକିସ୍ତାନ ପକ୍ଷରୁ ପୃଷ୍ଠପୋଷିତ ଲସ୍କର-ଇ-ତୋଇବା ଆତଙ୍କବାଦୀମାନେ ଆସି ଏଇଭଳି କାର୍ଯ୍ୟ ଅତର୍କିତ ଭାବରେ କରିଥିଲେ। ତେଣୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ଥିଲା। ଭାରତ ସେଇଆ କରିଛି। ଅତୀତରେ ଉରି ଓ ବାଲାକୋଟ ଠାରେ ଭାରତ ମଧ୍ୟ ସେଇଆ କରିଥିଲା। ଯଦି ଏଭଳି କାର୍ଯ୍ୟ ଭାରତ କରିନଥାନ୍ତା, ତାହେଲେ ଭାରତ ଉପରେ ପୃଥିବୀର ବିଶ୍ୱାସ ତୁଟି ଯାଇଥାନ୍ତା। ଭାରତର ଜନସାଧାରଣ ମଧ୍ୟ ସମସ୍ତେ ଚାହୁଁଥିଲେ ଯେ ଯୋଉ ଆତଙ୍କବାଦୀ ଆକ୍ରମଣ ହେଇଛି ତାର ପ୍ରତିଶୋଧ ନିଆଯାଉ। ତାହା ନିଆଯାଇଛି। ଭାରତ ଯାହା କରିବାର ଥିଲା ତାହା କରିଛି ଏବଂ ଏହି ସବୁ ଦୃଷ୍ଟିକୋଣରୁ ଏ ବିଷୟରେ ବର୍ତ୍ତମାନ ପୃଥିବୀ ତରଫରୁ ଭାରତକୁ ବିରୋଧ କରାଯିବ ନାହିଁ। କାରଣ ଜାତିସଂଘର ନିରାପତ୍ତା ପରିଷଦରେ ମଧ୍ୟ ପାକିସ୍ତାନକୁ ନିନ୍ଦା କରାଯାଇଛି। ତେଣୁକରି ଏହା ଅତ୍ୟନ୍ତ ସ୍ୱାଭାବିକ କଥା। ଭାରତ ତାହା କରିବାର ଥିଲା। ତାହା ଭାରତ କରିଛି ଏବଂ ଆଶା କରାଯାଉଛି ଯେ ଭାରତ ଆଗାମୀ ଦିନରେ ତାର ସାର୍ବଭୌମତ୍ୱକୁ ରକ୍ଷା କରିବ ଏବଂ ତା ଉପରେ ଯେଉଁ ଆକ୍ରମଣ ହେଇଛି ତାର ଏହି ଧରଣର ପ୍ରତିଶୋଧ ନିଶ୍ଚିତ ଭାବରେ ନେବ। ନହେଲେ ଭାରତର ମର୍ଯ୍ୟାଦା ପୃଥିବୀରେ ରହିବ ନାହିଁ। ମୁଁ କାହିଁକି ସେମିତି ଆଶା କରୁନାହିଁ। କାରଣ ପାକିସ୍ତାନ ସେ ଧରଣର ଆକ୍ରମଣ କରିବାର କ୍ଷମତା ତାର ନାହିଁ। ଅତର୍କିତ ଭାବରେ ଯେଉଁ ଆକ୍ରମଣ କରାଯାଏ ସେତେବେଳେ କେହି କିଛି ଜାଣିନଥାନ୍ତି। ତେଣୁ ଭାରତ ଏବେ ସତର୍କ ହେଇଗଲାଣି ଏବଂ ପାକିସ୍ତାନର ସେମିତି ସାମର୍ଥ୍ୟ ଅଛି ଯେ ଭାରତ ସତର୍କ ଥିଲାବେଳେ ଭାରତ ଭିତରେ ପଶି ସେମିତି କିଛି ଆକ୍ରମଣ କରିପାରିବ, ମୁଁ କାହିଁକି ସେମିତି ଭାବୁନାହିଁ। ଏବଂ ପୃଥିବୀ ତରଫରୁ ଏ ଧରଣର ପୁନର୍ବାର ଆକ୍ରମଣ କରିବା ପାଇଁ ପାକିସ୍ତାନକୁ ଗୋଟେ ସମର୍ଥନ କୋଉଠୁ ମିଳିବ, ମୁଁ ଏକଥା ମଧ୍ୟ ଭାବୁନାହିଁ।